ମାଥିଉ 5 ପର୍ବର 48 ପଦ। ମାଥିଉ 5 ପର୍ବର 48 ପଦ। ଏଠାରେ ଏହି ଭାବେ ଲେଖା ଅଛି, ଅତଏବ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେପରି ସିଦ୍ଧ ହୁଅ। ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେପରି ସିଦ୍ଧ ହୁଅ। ଏଇଟା ହଉଛି ଆଜି ଆମ୍ଭମାନଙ୍କ ଭାବନା ଚିନ୍ତା କରିବାର ଅନୁଧ୍ୟାନର ବିଷୟ। ଆସନ୍ତୁ ବାକ୍ୟକୁ ଯିବା ପୂର୍ବରୁ ପ୍ରଭୁଙ୍କ ଠାରେ ସାହାଯ୍ୟ ମାଗିବା, ପ୍ରାର୍ଥନା କରିବା। ଧନ୍ୟବାଦ, ଗୌରବ, ପ୍ରଶଂସା, ସ୍ତୁତି, ବନ୍ଦନା ତୁମରି ହେଉ ପ୍ରଭୁ। ତୁମ ମହାନାମ ଯୁଗେ ଯୁଗେ ଧନ୍ୟ ହେଉ ପିତା। ତୁମେ ମହାନ ସତ୍ୟ ଜୀବନ୍ତ ଏକମାତ୍ର ପରମେଶ୍ୱର ପ୍ରଭୁ। ଆମ୍ଭମାନଙ୍କ ପ୍ରତି ଅନୁଗ୍ରହ କର, କରୁଣା କର ପ୍ରଭୁ। ଆଜି ପ୍ରଭୁ ସୁନ୍ଦର ବାକ୍ୟ ଆଲୋଚନା କରିବାକୁ ସୁନ୍ଦର ଥିମ୍ ଦେଇଛ ପ୍ରଭୁ, ସୁନ୍ଦର ଅନୁଧ୍ୟାନର ବିଷୟ ଦେଇଛ ପ୍ରଭୁ। ତୁମ୍ଭେ ଯେମିତି ଆମ୍ଭମାନଙ୍କର ପିତା ପ୍ରଭୁ, ଆମ୍ଭେମାନେ ତୁମର ସନ୍ତାନ ହେବା ହେତୁରୁ ଆମ୍ଭେମାନେ ମଧ୍ୟ ଯେମିତି ପ୍ରଭୁ ତୁମରି ଆଚରଣରେ, ତୁମରି ଗୁଣରେ ପ୍ରଭୁ ଗୁଣଯୁକ୍ତ ହେଇପାରିବୁ ପ୍ରଭୁ। ସେହି ଶିକ୍ଷା ତୁମ୍ଭେ ତୁମର ପବିତ୍ର ଆତ୍ମାଙ୍କ ମାଧ୍ୟମରେ ପ୍ରଭୁ ଆମ୍ଭମାନଙ୍କୁ ଶିକ୍ଷା ଦିଅ। ଯେତେ ଜଣ ଉପସ୍ଥିତ ଅଛୁ ପ୍ରଭୁ, ପ୍ରତ୍ୟେକ ଜଣଙ୍କ ଅନ୍ତର ଖୋଲ ପ୍ରଭୁ। ତୁମେ ପ୍ରତ୍ୟେକ ଜଣଙ୍କ ଅନ୍ତରରେ କଥା କୁହ ପ୍ରଭୁ। ତୁମ୍ଭେ ଯାହା ଆମ୍ଭମାନଙ୍କୁ ଆଜି କହିବାକୁ ଚାହୁଁଛ ପ୍ରଭୁ, ତାହା ତୁମ୍ଭେ ଆମ୍ଭମାନଙ୍କୁ ଜଣାଅ, ଶିଖାଅ। ପ୍ରାର୍ଥନା ଶୁଣାଉଛ ପିତା, ଧନ୍ୟବାଦ ଦେଇ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛି, ଆମେନ୍। ପ୍ରେଜ୍ ଦ ଲର୍ଡ। ତ ଆଜି ଆମ୍ଭେମାନେ ଆଲୋଚନା କରିବା, ଅନୁଧ୍ୟାନ କରିବା ଯେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ଆମ୍ଭେମାନେ ପରି ସେପରି ସିଦ୍ଧ ହେବା, ସେଇ ବିଷୟରେ ଆମ୍ଭେମାନେ ଅନୁଧ୍ୟାନ କରିବା। ଏହି ଅଂଶରେ ପ୍ରଭୁ ଯୀଶୁ ଆମ୍ଭମାନଙ୍କୁ କହୁଅଛନ୍ତି ଯେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେମିତି ସିଦ୍ଧ, ଆମ୍ଭେମାନେ ମଧ୍ୟ ସେପରି ସିଦ୍ଧ ହେଉ। ଅର୍ଥାତ୍ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା କି ପ୍ରକାର, ସେଟା ଟିକିଏ ହାଲକା ଭାବରେ ଆମ୍ଭେମାନେ ଦେଖିବା। ସଦାପ୍ରଭୁଙ୍କ ଗୁଣାବଳୀ ତ ଏତେ ବେଶୀ ଯେ ତାହା ଆମ୍ଭେମାନେ ଗୋଟେ ଦିନରେ ଆଲୋଚନା କରି ଶେଷ କରିପାରିବା ନାହିଁ। କିନ୍ତୁ ମୁଖ୍ୟ ଗୁଣ କେତେଟା ଟିକେ ହାଲକା ଭାବରେ ଦେଖିବା। ଯେମିତି ପ୍ରେମ, ଦୟା, କ୍ଷମା, ଆଶୀର୍ବାଦ। ପ୍ରଥମେ ଆମ୍ଭେମାନେ କ୍ଷମା ଦେଖିବା। ଆଉ ପ୍ରଥମେ ଆମ୍ଭେମାନେ ପ୍ରେମ ଦେଖିବା। ପ୍ରେମ ହେଉଛି ସର୍ବଶ୍ରେଷ୍ଠ। ପ୍ରଥମେ ଆମ୍ଭେମାନେ ପ୍ରେମ ଦେଖିବା। ସେଇ ପିତା ପରମେଶ୍ୱର ଆମ୍ଭମାନଙ୍କୁ କି ପ୍ରକାର ପ୍ରେମ କରନ୍ତି, ଆମ୍ଭେମାନେ ଯଦି ଯିଶାୟ ତାର 45 ର 15 ଏବଂ 16 ପଦ ଯଦି ପଢିବା, ତାହେଲେ ବୁଝିପାରିବା। କିଏ ଯଦି ଟିକେ ପଢିକି ସାହାଯ୍ୟ କରିବେ, ତାହେଲେ ମୁଁ ପଢୁଛି। ଏଠାରେ ଭାବେ ଲେଖା ଅଛି, ସ୍ତ୍ରୀ ଲୋକ ଆପଣା ଗର୍ଭଜାତ ପୁତ୍ରକୁ ସ୍ନେହ ନ କରି କି ଆପଣା ସ୍ତନ୍ୟପାୟୀ ଶିଶୁକୁ ପାଶୋରି ପାରିବ? ହଁ, ଏମାନେ ପାଶୋରି ପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାଶୋରିବା ନାହିଁ। ଦେଖ, ଆମ୍ଭେ ଆପଣା ହସ୍ତ ଦ୍ୱୟ ପାପୁଲିରେ ତୁମ୍ଭର ଆକୃତି ଲେଖିଅଛୁ। ତୁମ୍ଭର ପ୍ରାଚୀର ସର୍ବଦା ଆମ୍ଭ ସମ୍ମୁଖରେ ଅଛି। ସଦାପ୍ରଭୁ ପରମେଶ୍ୱର ଆମ୍ଭମାନଙ୍କୁ ଏତେ ପ୍ରେମ କରନ୍ତି ଯେ ଆମ୍ଭମାନଙ୍କର ପିତା ମାତା, ଏଇଠାରେ ମାଙ୍କ ବିଷୟ ଲେଖା ଅଛି। ଗୋଟିଏ ଦୁଗ୍ଧ ପାଇ ମା, ଗୋଟେ ସ୍ତନ୍ୟ ପାଇ ମା ନିଜ ସନ୍ତାନକୁ ଯେ କ୍ଷୀର ଖୁଆଉଛି, ସେ ମା କି ନିଜ ସନ୍ତାନକୁ ଭୁଲି ପାରିବ? ହଁ, ସେ ଭୁଲି ମଧ୍ୟ ପାରେ। କିନ୍ତୁ ସଦାପ୍ରଭୁ ପରମେଶ୍ୱର ମାଙ୍କ ଠାରୁ ମଧ୍ୟ ଆମ୍ଭମାନଙ୍କୁ ଆଉ ବେଶୀ ଭଲ ପାଆନ୍ତି, ଆଉ ବେଶୀ ପ୍ରେମ କରନ୍ତି। ସଦାପ୍ରଭୁ ପରମେଶ୍ୱର ଆମ୍ଭମାନଙ୍କୁ ଭୁଲିବେ ନାହିଁ। ସଦାପ୍ରଭୁ ପରମେଶ୍ୱରଙ୍କର ପ୍ରେମ ପ୍ରକାଶ କରିବା ପାଇଁ ପ୍ରଭୁ ଯୀଶୁ ଅପବୀୟ ପୁତ୍ରଙ୍କର ଉଦାହରଣ ଦେଇଥିଲେ। ଅପବୀୟ ପୁତ୍ର ଅର୍ଥାତ୍ ପ୍ରୋଡିଗାଲ ସନର ଉପମା ଦେଇଥିଲେ, ଉଦାହରଣ ଦେଇଥିଲେ ଆମ୍ଭମାନଙ୍କୁ ପିତା ପରମେଶ୍ୱରଙ୍କର ପ୍ରେମ ଜଣାଇବା ପାଇଁ।
ସେ ଅପବ୍ୟ ପୁତ୍ର ନିଜ ପିତାଙ୍କ ଠାରୁ ନିଜ ବାପାଙ୍କ ଠାରୁ ନିଜର ଭାଗର ସମସ୍ତ ସମ୍ପତ୍ତି ଭାଇ ମୋର ଆବାଜ ଠିକ ଅଛି ନା କି ଟିକେ ୱିକ୍ ଲାଗୁଛି? ठीक ठीक अच्छी होनी। ଠିକ ଅଛି ଭଉଣୀ। ଶୁଣିପାରିଛନ୍ତି ତ? ହଁ ଆଚ୍ଛା ହଁ ଠିକ ହଁ ଅଛି, ଠିକ ଅଛି। ଥ୍ୟାଙ୍କ ୟୁ। ତ ଅପବ୍ୟ ପୁତ୍ର ନିଜ ବାପାଙ୍କ ଠାରୁ ନିଜର ଭାଗର ସମ୍ପତ୍ତି ନେଇକି ସେ ଦୂର ଦେଶକୁ ଚାଲିଗଲା ଏବଂ ଅନାଚାରେ ସେ ସମ୍ପତ୍ତି ଉଡେଇଲା। ତାପରେ ତାର ଖାଇବା ପିନ୍ଧିବା ରହିବା ପାଇଁ କିଛି ଆଉ ଥିଲାନି। ସେତେବେଳେ ସେ ଘୁଷୁରୀ ମାନଙ୍କୁ ଚରେଇବା ପାଇଁ ସେ ବାଧ୍ୟ ହେଲା। ଘୁଷୁରୀ ମାନଙ୍କର ଖାଇବା ପାଇଁ ସେ ବାଧ୍ୟ ହେଲା। ତାର ଅବସ୍ଥା ଅତୀବ ଦୁର୍ଦ୍ଦଶାପୂର୍ଣ୍ଣ ହେଲା, ଅତୀବ ଖରାପ ହେଲା। ଆଉ ସେ ଭାବିଲା ଯେ ମୋ ପିତାଙ୍କ ଗୃହରେ ମୂଲିଆ ମାନେ କେତେ ଭଲରେ ଖାଉଛନ୍ତି, କେତେ ଭଲରେ ରହୁଛନ୍ତି, ଆଉ ମୁଁ ଏତେ କଷ୍ଟରେ ଏଇଠି ରହିଛି। ସେଇଟା ଭାବି ସେ ଯେତେବେଳେ ପିତାଙ୍କ ନିକଟକୁ ଫେରି ଯିବାକୁ ଭାବିଲା, ସେତେବେଳେ ସେ ସନ୍ତାନରୁ ହିସାବରେ ବାପାଙ୍କ ପାଖକୁ ସେ ଫେରି ଯିବା କଥା ଭାବିନି। ସେ ଭାବିଥିଲା ଯେ ବାପାଙ୍କୁ ଯାଇକି ମୁଁ କହିବି ମୁଁ ତୁମର ସନ୍ତାନ ହେବାର ଯୋଗ୍ୟ ନୁହେଁ, କିନ୍ତୁ ମତେ ତୁମର ଗୋଟିଏ ମୂଲିଆ ପରି ରଖ। ଆଉ ସେ ସେଟା ଭାବି ଯେତେବେଳେ ସେ ଘରକୁ ଫେରୁଛି, ସେତେବେଳେ ସେ ଦୂରରୁ ତାଙ୍କ ବାପା ତାଙ୍କୁ ଦେଖି ପାରିଲେ। ସେ ଯେତେ ଦିନ ଘରକୁ ଚାଲି ଯାଇଥିଲା, ତାଙ୍କ ବାପା ସେ ରାସ୍ତା ଆଡକୁ ଅନେଇକି ରହୁଥିଲା। ଆଉ ଯେତେବେଳେ ସେ ପୁଅ ଫେରୁଛି, ସେତେବେଳେ ସେ ଦୂରରୁ ଦେଖିକି ସେ ପୁଅ ବାପାଙ୍କ ପାଖକୁ ଦୌଡିକି ଆସୁନି, କିନ୍ତୁ ବାପା ପୁଅଙ୍କ ପାଖକୁ ଦୌଡିକି ଯାଉଛନ୍ତି। ପୁଅ ଦେହରେ କେତେ ମଇଳା ଲାଗିଥିବ, ସେ କେତେ ସେ ଗନ୍ଧ ମଧ୍ୟ ମାରୁଥିବ, କିନ୍ତୁ ବାପା ସେ ସବୁ କିଛି ଦେଖିଲା ନାହିଁ। ତାକୁ ସେ ଆଲିଙ୍ଗନ କରିଲା, ତାକୁ ସେ ଜଡିଏ ଧରିଲା। ଆଉ ସେ ପୁତ୍ରତର ଅଧିକାର ଦେଲା। ଯେମିତି ଆମ୍ଭେମାନେ ମଧ୍ୟ ପାପରେ ପଡିଥିଲେ, ଯେତେବେଳେ ଆମ୍ଭେମାନେ ପିତା ପରମେଶ୍ୱରଙ୍କ ପାଖକୁ ଫେରି ଆସୁ ଅନୁତାପ ହୃଦୟରେ, ସେତେବେଳେ ପିତା ପରମେଶ୍ୱର ମଧ୍ୟ ଆମ୍ଭମାନଙ୍କୁ ସେହିପରି ପ୍ରେମ କରନ୍ତି, ସେହିପରି ସନ୍ତାନ ହିସାବରେ ହିଁ ଗ୍ରହଣ କରନ୍ତି। ସେ ମୂଲିଆ ଚାକର ହିସାବରେ ନୁହେଁ, ସନ୍ତାନ ହିସାବରେ ଗ୍ରହଣ କରନ୍ତି ଏବଂ ସନ୍ତାନର ସମସ୍ତ ଅଧିକାର ଆମ୍ଭମାନଙ୍କୁ ଦେଇଥାନ୍ତି। ଆମ ପିତା ପରମେଶ୍ୱରଙ୍କର ପ୍ରେମ ଏହି ପ୍ରକାର। ଆଉ ପିତା ପରମେଶ୍ୱରଙ୍କର ଦୟା ଯଦି ଆମ୍ଭେ ଦେଖିବା, ଆଜି ଆମ୍ଭେମାନେ ଗୋଲ୍ଡେନ ବର୍ଷରେ ମଧ୍ୟ 106 ପଦର ଏକ ପଦରେ ଭାଇ ଆମ୍ଭମାନଙ୍କୁ ସୁନ୍ଦର ଭାବରେ କହିଲେ ଯେ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ଆଉ ବାଇବଲରେ ଆମ୍ଭେମାନେ ଦେଖିପାରୁ ଗୀତ ସଂହିତା 103ର ସେ 8 ପଦରେ 103ର 11 ପଦରେ এই ଭାବେ ଲେଖା ଅଛି ଯେ ସଦା ପ୍ରଭୁ ସ୍ନେହଶୀଳ ଓ କୃପାମୟ, ହୃଦୟରେ ଧୀର ଓ ଅତ୍ୟନ୍ତ ଦୟାଳୁ। ଆଉ ଏହି କଥା ଆମ୍ଭେମାନେ ଜୁନ 4 ପର୍ବର 2 ପଦରେ ମଧ୍ୟ ଦେଖିବାକୁ ପାଉ। ଆଉ ଗୀତ ସଂହିତା 103 ପର୍ବର ଆଉ ଲେଖା ଅଛି ଯେ ପୃଥିବୀରୁ ଆକାଶ ମଣ୍ଡଳ ଯେପରି ଉଚ୍ଚ, ସେପରି ତାହାଙ୍କ ଭୟକାରୀ ମାନଙ୍କ ପ୍ରତି ତାହାଙ୍କ ଦୟା ମହତ୍। ଆଉ ସେଇ 103ର 17 ପଦରେ ମଧ୍ୟ ଲେଖା ଅଛି, ମାତ୍ର ସଦା ପ୍ରଭୁଙ୍କର ଦୟା ଅନାଦି କାଳରୁ ଅନନ୍ତ କାଳ ପର୍ଯ୍ୟନ୍ତ ଆପଣା ଭୟକାରୀ ମାନଙ୍କ ପ୍ରତି ଥାଏ। ଏହିପରି ପିତା ପରମେଶ୍ୱର ଆମ୍ଭମାନଙ୍କୁ ପ୍ରତି ଦୟା କରନ୍ତି। ପୃଥିବୀରୁ ଆକାଶ ମଣ୍ଡଳ ଯେତେ ଉଚ୍ଚ, ତାଙ୍କ ଦୟା ଆମ୍ଭମାନଙ୍କ ପ୍ରତି ସେତେ ମହତ୍। ଆଉ ନୂତନ ନିୟମରେ ଆମ୍ଭେମାନେ ଦେଖିପାରୁ ଯେ ଅନେକ ଜାଗାରେ ଲେଖା ଅଛି, ପ୍ରଭୁ ଯୀଶୁ ଯେତେବେଳେ ଦୀନ ଦୁଃଖୀ ଦରିଦ୍ର ଆଉ ରୋଗଗ୍ରସ୍ତ ଲୋକମାନଙ୍କୁ ଦେଖିଲେ ଦୟାରେ ବିଗଳିତ ହେଉଥିଲେ ବୋଲି ଆମ୍ଭେମାନେ ଅନେକ ଜାଗାରେ ଦେଖିପାରୁ। ଆଉ ପ୍ରଭୁ ପିତା ପରମେଶ୍ୱରଙ୍କର କ୍ଷମା ଯଦି ଆମ୍ଭେମାନେ ଦେଖିବା, ତାହେଲେ ସେଇ
ଗୀତ ସଂହିତା 103 ପର୍ବର 12 ପଦରେ ଲେଖା ଅଛି ଯେ ପୂର୍ବରୁ ପଶ୍ଚିମ ଯେତେ ଦୂର ସେ ଆମ୍ଭମାନଙ୍କ ଠାରୁ ଆମ୍ଭମାନଙ୍କର ଅପରାଧ ସେତେ ଦୂର କରିଦେଇ ଅଛନ୍ତି। ପିତା ପରମେଶ୍ୱର ଆମ୍ଭମାନଙ୍କୁ ଏମିତି କ୍ଷମା କରନ୍ତି ଯେ ପୂର୍ବରୁ ପଶ୍ଚିମ କେତେ ଦୂର ମାନେ ଆମ୍ଭେମାନେ ତାହା ଜାଣିନୁ, ସେଇଟା ମାପିବା ଆମ୍ଭମାନଙ୍କ ପକ୍ଷରେ ସମ୍ଭବ ନୁହେଁ। କିନ୍ତୁ ପିତା ଏତେ ଦୂର କରିଦେବେ ଆମ୍ଭମାନଙ୍କ ଅପରାଧ ଆମ୍ଭମାନଙ୍କ ଠାରୁ, ଅର୍ଥାତ୍ ଆମ୍ଭମାନଙ୍କୁ ସେ ଆଉ ଦ୍ୱିତୀୟବାର ସ୍ମରଣ କରିବେ ନାହିଁ। ଯିଶାୟ 1 ପର୍ବର 18 ପଦରେ ସଦାପ୍ରଭୁ କହୁଅଛନ୍ତି ଯେ ତୁମ୍ଭମାନଙ୍କର ପାପ ସବୁ ସିନ୍ଦୁର ବର୍ଣ୍ଣ ପରି ହେଲେ ହେଁ ମୁଁ ହିମ ପରି ଶୁକ୍ଳ ବର୍ଣ୍ଣ କରିଦେବି। ସେ ସବୁ ଲୋହିତ ବର୍ଣ୍ଣ ପରି ହେଲେ ହେଁ ମେଷ ପରି ହେବ। ସଦାପ୍ରଭୁ ଏଇଠାରେ କହୁଅଛନ୍ତି ଯେ ଆମ୍ଭେମାନେ ଆଗେ ଯେ ଅଂଶଟା ଦେଖିଲୁ ସେଇଟା ଦାଉଦଙ୍କ ଲେଖା। ଦାଉଦ ନିଜେ ଯାହା ଭାବିଥିଲେ ତାହା ଲେଖିଥିଲେ। ଆମ୍ଭେମାନେ ବିଶ୍ୱାସ କରୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଲେଖିଥିଲେ। କିନ୍ତୁ ଏହି ଯିଶାୟର ଯେ ପଦଟା ଆମ୍ଭେମାନେ ପଢିଲୁ ସେଇଟା ହଉଛି ସଦାପ୍ରଭୁ ପରମେଶ୍ୱର ନିଜେ କହୁଅଛନ୍ତି ଯେ ତୁମ୍ଭମାନଙ୍କର ପାପ ସବୁ ସିନ୍ଦୁର ବର୍ଣ୍ଣ ପରି ହେଲେ ହେଁ ସେଇଟା ମେଷ ଲୋମ ପରି ଶୁକ୍ଳ ବର୍ଣ୍ଣ ହେବ। ଅର୍ଥାତ୍ ସେ ଧଳା ହେବ, ପରିଷ୍କାର ହେବ, ତା ମଧ୍ୟରେ କିଛି ମଇଳା ଧୂଳ କିଛି ରହିବ ନାହିଁ, କିଛି ଦାଗ ମଧ୍ୟ ରହିବ ନାହିଁ। ସଦାପ୍ରଭୁ ପରମେଶ୍ୱର ଆମ୍ଭମାନଙ୍କୁ ଏହି ପ୍ରକାରେ କ୍ଷମା କରନ୍ତି। ଯଦି ଆମ୍ଭେମାନେ ପ୍ରଭୁ ଯୀଶୁଙ୍କ ବିଷୟ ଦେଖୁ ତାହେଲେ ଦେଖୁ ଯେ ପ୍ରଭୁ ଯୀଶୁଙ୍କୁ ଯେତେବେଳେ କ୍ରୁଶବିଦ୍ଧ କରାହଉଥିଲା ସେତେବେଳେ କେତେ ଲୋକମାନେ ପ୍ରଭୁ ଯୀଶୁଙ୍କ ଉପରେ ଛେପ ପକାଉଥିଲେ, ତାଙ୍କର ଦାଢି ଧରିକି ଟାଣୁଥିଲେ, ମାରୁଥିଲେ, ପିଟୁଥିଲେ, ଆଉ ଅପମାନର କଥା କହୁଥିଲେ, କେତେ କଣ ନାକି କଷ୍ଟ ଦେଉଥିଲେ। କିନ୍ତୁ ପ୍ରଭୁ ଯୀଶୁ କଣ କଲେ? ପିତା ଈଶ୍ୱରଙ୍କ ଠାରେ ସେମାନଙ୍କ ପାଇଁ କ୍ଷମା ଭିକ୍ଷା ଚାହିଁଲେ। ପିତା ଏମାନଙ୍କୁ କ୍ଷମା କର କାରଣ ଏମାନେ ଜାଣୁନାହାନ୍ତି ଯେ କଣ କରୁଅଛନ୍ତି। ଏହି ପ୍ରକାରେ ପିତା ପରମେଶ୍ୱର ପ୍ରଭୁ ଯୀଶୁ ଆମ୍ଭମାନଙ୍କୁ କ୍ଷମା ଦେଇଥାନ୍ତି। ଆଉ ପିତା ପରମେଶ୍ୱରଙ୍କର ଯଦି ଆଶୀର୍ବାଦ ଆମ୍ଭେମାନେ ଦେଖିବା ତାହେଲେ ଦେଖୁ ଯେ ଗୀତ ସଂହିତା 37:25 ଦାଉଦ କହୁଅଛନ୍ତି ମୁଁ ଯୁବା ଥିଲି ଏବେ ବୃଦ୍ଧ ହୋଇଅଛି, ତଥାପି ମୁଁ ଧାର୍ମିକକୁ ପରିତ୍ୟକ୍ତ ଅବା ତାହାଙ୍କ ବଂଶକୁ ଖାଦ୍ୟ ଭିକ୍ଷା କରିବାର ଦେଖି ନାହିଁ। ଏଠି ଦାଉଦ କହୁଅଛନ୍ତି ଯେ ମୁଁ ଦିନେ ଯୁବା ଥିଲି, ଏବେ ବୃଦ୍ଧ ହୋଇଗଲି, ଏବେ ବୁଢା ହେଇଗଲି, କିନ୍ତୁ ମୁଁ କେବେ ହେଁ ଦେଖିନି ଯେ ଧାର୍ମିକକୁ ମାନେ ପରିତ୍ୟକ୍ତ ଦେଖିନି କି ତାଙ୍କ ବଂଶକୁ ଧାର୍ମିକକୁ କହୁନାହାନ୍ତି କିନ୍ତୁ ଧାର୍ମିକର ବଂଶକୁ, ଧାର୍ମିକର ତ କଣ ଅଭାବ ହେବ ନାହିଁ, କିନ୍ତୁ ଧାର୍ମିକର ବଂଶ ମଧ୍ୟ ସେ ଆଶୀର୍ବାଦରେ ରହିବ। ସେ ମଧ୍ୟ କେବେ ଖାଦ୍ୟ ଭିକ୍ଷା କରିବ ନାହିଁ। ଆଉ ଦ୍ୱିତୀୟ ବିବରଣୀ ରେ ଆମ୍ଭେମାନେ ଦେଖିପାରୁ ଏଠାରେ ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲ ଜାତିକୁ ଆଶୀର୍ବାଦ ଦେବା ପାଇଁ ଯେ ବାକ୍ୟ ଉଚ୍ଚାରଣ କରିଅଛନ୍ତି ସେଇଟା ଆମ୍ଭେମାନେ ଦେଖିପାରୁ। ଦ୍ୱିତୀୟ ବିବରଣୀ 28 ପର୍ବର ବହୁ ଜାଗାରେ ଅଛି, କିନ୍ତୁ ଆମ୍ଭେମାନେ 12 ଏବଂ 13 ପଦ ଦେଖିବା। ସଦାପ୍ରଭୁ ଏଇଠି କହୁଅଛନ୍ତି ସେ ନିଜର ଆକାଶ ରୂପୀ ମଙ୍ଗଳ ଭଣ୍ଡାର ଖୋଲିଦେବେ ଏବଂ ଆମେ ଅନେକ ଜାତିକୁ ଋଣ ଦେବା, କିନ୍ତୁ ଆମ୍ଭେମାନେ ଋଣ ନେବା ନାହିଁ। ସଦାପ୍ରଭୁ କହୁଅଛନ୍ତି ଯେ ମୁଁ ଆକାଶ ରୂପୀ ଭଣ୍ଡାର ତୁମ୍ଭମାନଙ୍କ ପାଇଁ ଖୋଲିଦେବି ଆଉ ତୁମ୍ଭେମାନେ ଆଶୀର୍ବାଦିତ ହେବ, ତୁମ୍ଭମାନଙ୍କର କଣ କିଛି ଅଭାବ ହେବ ନାହିଁ। ତୁମ୍ଭେମାନେ ଅନ୍ୟମାନଙ୍କୁ ଋଣ ଦେବ, ଜାତି ଜାତିକୁ ଋଣ ଦେବ, କିନ୍ତୁ ତୁମ୍ଭେମାନେ ଋଣ ନେବ ନାହିଁ, କାରଣ ଋଣ ନେବା ପାଇଁ ତୁମ୍ଭମାନଙ୍କର ଆବଶ୍ୟକ ପଡିବ ନାହିଁ। ଆଉ ସଦାପ୍ରଭୁ ଆମକୁ ସମସ୍ତ ମସ୍ତକ ସ୍ୱରୂପ କରିବେ, ଲାଙ୍ଗୁଳ ସ୍ୱରୂପ କରିବେ ନାହିଁ। ସଦାପ୍ରଭୁ ସେଇ ଅଂଶରେ ପୁଣି କହୁଅଛନ୍ତି ଯେ ସଦାପ୍ରଭୁ ଆମ୍ଭମାନଙ୍କୁ ମସ୍ତକ ସ୍ୱରୂପ କରିବେ, ଆମ୍ଭମାନଙ୍କୁ ମସ୍ତକ ସ୍ୱରୂପ କରିବେ, ଲାଙ୍ଗୁଳ ସ୍ୱରୂପ କରିବେ ନାହିଁ। ଆମ୍ଭେମାନେ নত ନ ହୋଇ କେବଳ ଉନ୍ନତ ହେବା।
ସଦାପ୍ରଭୁ ଏଠାରେ କହୁଅଛନ୍ତି ତୁମ୍ଭେମାନେ ମସ୍ତକ ସ୍ୱରୂପ ହେବ ତୁମ୍ଭେମାନେ ଲାଙ୍ଗୁଳ ସ୍ୱରୂପ ହେବ ନାହିଁ ତୁମ୍ଭେମାନେ କେବେ ହେଁ ନତ ହେବ ନାହିଁ ତୁମ୍ଭେମାନେ କେବଳ ଉନ୍ନତ ହେବ ସଦାପ୍ରଭୁ ପରମେଶ୍ୱର ଆମମାନଙ୍କୁ ଏହି ପ୍ରକାର ଆଶୀର୍ବାଦ କରନ୍ତି ଆମ୍ଭେମାନେ ସଦାପ୍ରଭୁଙ୍କର ଗୁଣାବଳୀ ଯାକ ହାଲକା ଭାବରେ ଅନୁଧ୍ୟାନ କଲୁ ଆଉ ଆଜି ଆମ୍ଭେମାନେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେମିତି ସିଦ୍ଧ ହେବାର ବିଷୟ ଅନୁଧ୍ୟାନ କରୁଛୁ ତ ପିତା ପରମେଶ୍ୱରଙ୍କର ଗୁଣାବଳୀ ଆମ୍ଭମାନଙ୍କ ମଧ୍ୟରେ ଥିବା ଦରକାର ଆମେ ତ ସ୍ୱର୍ଗସ୍ଥ ପିତା ପରି ପ୍ରେମ କ୍ଷମା ଦୟା କରି ନ ପାରୁ କିନ୍ତୁ ଯଥାସାଧ୍ୟ ଆମ୍ଭମାନଙ୍କୁ ଚେଷ୍ଟା କରିବାକୁ ହେବ ଅନ୍ୟକୁ ପ୍ରେମ କରିବାକୁ ଆମ୍ଭମାନଙ୍କ ଅପରାଧୀ ମାନଙ୍କୁ କ୍ଷମା କରିବାକୁ ଓ ଦିନ ଦୁଃଖୀକୁ ଦୟା କରିବାକୁ ପିତା ଆମ୍ଭମାନଙ୍କୁ ଯେମିତି ସମସ୍ତ ଆଶୀର୍ବାଦ ଦେଇଅଛନ୍ତି ସେପରି ଆମ୍ଭେମାନେ ମଧ୍ୟ ଅନ୍ୟକୁ ଦେବାର ଶିଖିବାକୁ ହେବ ଆମ୍ଭେମାନେ ଯେମିତି ଅନ୍ୟମାନଙ୍କ ପାଇଁ ଆଶୀର୍ବାଦ ସ୍ୱରୂପ ହେଇପାରିବୁ ତାହା ଆମ୍ଭମାନଙ୍କୁ ଅଭ୍ୟାସ କରିବାକୁ ହେବ ଆମ୍ଭେମାନେ ଆଜି ମାଥ୍ୟୁରୁ ଯେଉଁ ଅଂଶ ପଢିଛୁ 5 ପର୍ବର 48 ପଦ ଏଟା ହେଉଛି ପର୍ବତ ଉପରେ ପ୍ରଭୁ ଯୀଶୁ ଦେଇଥିବା ଉପଦେଶ ଏଠାରେ ପ୍ରଭୁ ଯୀଶୁ ଶିଖେଇଛନ୍ତି ଯେ ଗୋଟିଏ ଈଶ୍ୱରଙ୍କର ସନ୍ତାନ ଜୀବନ ଯାପନ କିପରି ହେବା ଉଚିତ ଯେମିତି 13 ପଦରେ ପ୍ରଭୁ ଯୀଶୁ କହୁଅଛନ୍ତି ତୁମ୍ଭେମାନେ ପୃଥିବୀର ଲବଣ ଅର୍ଥାତ୍ ଲବଣ ପରି ଆମ୍ଭମାନଙ୍କ ମଧ୍ୟରେ ସ୍ୱାଦ ଥିବା ଆବଶ୍ୟକ ଯେମିତିକି ଆମ୍ଭେମାନେ ଅନ୍ୟମାନଙ୍କୁ ସ୍ୱାଦ ଦେଇପାରିବୁ ଆମ୍ଭମାନଙ୍କ କଥାବାର୍ତ୍ତାରେ ଚାଳିଚଳନରେ ଅନ୍ୟକୁ ପ୍ରେମ କରିବାରେ କ୍ଷମା କରିବାରେ ଦୟା କରିବାରେ ଓ ଅନ୍ୟକୁ ସାହାଯ୍ୟ କରିବାରେ ଲବଣ ମଧ୍ୟରେ ସ୍ୱାଦ ନଥିଲେ ସେଟା ଆଉ କଣ କାମରେ ଲାଗେ ନାହିଁ ସେଟାକୁ ବାହାରେ ଫିଙ୍ଗା ଯିବ ଓ ଲୋକମାନଙ୍କ ହାତ ଦ୍ୱାରା ତୋଳିତ ହେବ ଏହି କଥା ଆମ୍ଭେମାନେ ସ୍ମରଣରେ ରଖିବା ଉଚିତ କାରଣ ଆମ୍ଭମାନଙ୍କୁ ପ୍ରଭୁ ଯୀଶୁ ଲବଣ ସହିତ ତୁଳନା କରିଅଛନ୍ତି ଆମ୍ଭମାନଙ୍କ ମଧ୍ୟରେ ଯଦି ସେଇ ସ୍ୱାଦ ନଥିବ ତାହେଲେ ଆମ୍ଭେମାନେ କଣ ଆମ୍ଭମାନଙ୍କର ମୂଲ୍ୟହୀନ ସ୍ୱରୂପ ଆମ୍ଭେମାନେ ହେବା ଆଉ ଈଶ୍ୱରଙ୍କ ସନ୍ତାନ ହେବା ହେତୁରୁ ଆମ୍ଭମାନଙ୍କ ମଧ୍ୟରେ ସେଇ ସ୍ୱାଦ ରଖିବା ଯାହାଫଳରେ ଅନ୍ୟର ସାହାଯ୍ୟରେ ଅନ୍ୟର ଉପକାରିତାରେ ଆସିପାରୁ ଆଉ 14 ପଦରେ ପ୍ରଭୁ ଯୀଶୁ ଆମ୍ଭମାନଙ୍କୁ କହୁଅଛନ୍ତି ତୁମ୍ଭେମାନେ ଜଗତର ଜ୍ୟୋତି ଆମ୍ଭମାନଙ୍କ ପିତା ଈଶ୍ୱର ଜ୍ୟୋତି ସ୍ୱରୂପ ତା ପାଖରେ ଅନ୍ଧକାରର ଲେଶ ମାତ୍ର ନାହିଁ ସେଥିପାଇଁ ଆମ୍ଭମାନଙ୍କୁ ମଧ୍ୟ ଜ୍ୟୋତି ସ୍ୱରୂପ ହେବାକୁ ହେବ ଆଉ ଯେଉଁମାନେ ଅନ୍ଧାରରେ ବାସ କରନ୍ତି ଅର୍ଥାତ୍ ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ ସେମାନଙ୍କୁ ମଧ୍ୟ ଆମ୍ଭମାନଙ୍କ ଜ୍ୟୋତି ପ୍ରକାଶିତ ହେବା ଦରକାର ସେମାନଙ୍କ ମଧ୍ୟରେ ଆମ୍ଭମାନଙ୍କର ଜ୍ୟୋତି ପ୍ରକାଶିତ ହେବାର ଦରକାର ପ୍ରଥମତଃ ସୁସମାଚାର କହିବାରେ ଦ୍ୱିତୀୟତଃ ଆମ୍ଭମାନଙ୍କ ଚାଳିଚଳନରେ ଯେମିତିକି ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାର ମହିମାନିତ ହୁଏ ଯେମିତି 16 ପଦରେ ଲେଖା ଅଛି ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ ଯେପରି ସେମାନେ ତୁମ୍ଭମାନଙ୍କର ସତ୍କର୍ମ ଦେଖି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାର ମହିମା କୀର୍ତ୍ତନ କରିବେ ଆଉ ଆମ୍ଭେମାନେ
48 ପଦ ପଢିଥିଲୁ, ତାର ଆଗକୁ ଯଦି ଆମ୍ଭେମାନେ ଟିକେ ଦେଖିବା ତାହେଲେ 46 ଆଉ 47 ପଦରେ ପ୍ରଭୁ ଯୀଶୁ କହୁଅଛନ୍ତି, ଆଉ ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି ସେମାନଙ୍କୁ ପ୍ରେମ କଲେ ତୁମ୍ଭମାନଙ୍କର କି ପୁରସ୍କାର? ପୂର୍ବଗ୍ରାହୀମାନେ ସୁଦ୍ଧା ତାହା କରନ୍ତି ନାହିଁ? ଆଉ ତୁମ୍ଭେମାନେ ଯଦି କେବଳ ନିଜ ନିଜ ଭାଇମାନଙ୍କୁ ନମସ୍କାର କର, ତେବେ ଅଧିକ କଣ କର? ବିଜାତୀୟମାନେ ସୁଦ୍ଧା ତାହା କରନ୍ତି ନାହିଁ? ଏଠାରେ ପ୍ରଭୁ ଯୀଶୁ କହୁଅଛନ୍ତି ଯେ ଜଗତ ଅର୍ଥାତ୍ ପୃଥିବୀର ଲୋକମାନେ, ଜଗତର ଲୋକମାନେ ଯେତିକି କରୁଅଛନ୍ତି ତୁମ୍ଭେମାନେ ଯଦି ସେତିକି କରିବ, ଯେମିତି କିଏ ମତେ ଉପହାର ଦେଲେ ମୁଁ ତାକୁ ଉପହାର ଦେବି, କିଏ ମତେ ନମସ୍କାର କଲେ ମୁଁ ତାକୁ ନମସ୍କାର କରିବି, କିଏ ମତେ ମୋ ଜନ୍ମଦିନରେ ଗୋଟେ ଗିଫ୍ଟ ଦେଲେ ମୁଁ ତା ଜନ୍ମଦିନରେ ଗିଫ୍ଟ ଦେବି। ଯଦି ଆମ୍ଭେମାନେ ଏତିକି କରିବା ତାହେଲେ ଏଇ ଏତିକି ତ ଜଗତର ଲୋକମାନେ ମଧ୍ୟ କରୁଅଛନ୍ତି। ଅର୍ଥାତ୍ ଆମ୍ଭମାନଙ୍କୁ ଆଉ ଟିକେ ବେଶୀ କରିବାକୁ ପଡିବ, ଏକ୍ସଟ୍ରା ମାଇଲ ଚାଲିବାକୁ ପଡିବ। ଯେମିତି ଆମ୍ଭେମାନେ 40 ଏବଂ 41 ପଦରେ ଦେଖିପାରୁ, ସେଠି ଲେଖା ଅଛି, ପୁଣି ଯେ କେହି ତୁମକୁ ପଶେଇ ଯିବା ପାଇଁ ବାଧ୍ୟ କରେ ତାହା ସାଙ୍ଗରେ 2 କୋଶ ଯାଅ। କିଏ ଯଦି ତୁମକୁ 1 କିଲୋମିଟର ଯିବା ପାଇଁ କହେ, ତୁମ୍ଭେ ତାହା ସହିତ 2 କିଲୋମିଟର ଯାଅ। ପ୍ରଭୁ ଯୀଶୁ ଏଇଠି ଆମ୍ଭମାନଙ୍କୁ ଶିକ୍ଷା ଦେଉଅଛନ୍ତି ଯେ ଏକ୍ସଟ୍ରା ମାଇଲ ଚାଲିବା ପାଇଁ, ଅର୍ଥାତ୍ ଆମ୍ଭେମାନେ ସେ ଏଇଟା শুধু ବାଟ ଚାଲିବାର କଥା ନୁହେଁ, ଏଇଟା ଆମ୍ଭମାନଙ୍କର ଦିନ ଦୈନ ଜୀବନେ ଯାହା କିଛି ଜଗତର ଲୋକମାନେ କରୁଅଛନ୍ତି ତାହାଠୁ ଆଉ ଟିକେ ବେଶୀ ଆମ୍ଭମାନଙ୍କୁ କରିବାକୁ ହେବ। ଯେ ଜଗତର ଲୋକମାନେ, ଜାତୀୟମାନେ ଯେତିକି ଲୋକମାନଙ୍କୁ ପ୍ରେମ କରନ୍ତି ତାଠୁ ବେଶୀ ଆମ୍ଭେମାନେ ପ୍ରେମ କରିବା। ସେମାନେ ଯେତେଟା ନମ୍ର, ଆମ୍ଭେମାନେ ତାଠୁ ବେଶୀ ନମ୍ର ହେବା। ସେମାନେ ଯେତିକି ଦିଅନ୍ତି ତାଠୁ ବେଶୀ ଆମ୍ଭେମାନେ ଦେବା। ଏଇଟା ଆମ୍ଭମାନଙ୍କ ମଧ୍ୟରେ ରହିଛି, ଆମ୍ଭେମାନେ ଏଇଟା କରି ଆସୁଛୁ। ଆଉ ଏଇଟା ଆମ୍ଭେମାନେ ମନେ ରଖିବା, ଆଉ ଏମିତି ଆମ୍ଭେମାନେ ଜୀବନ ଯାପନ କରିବା। ପୁଣି ଯେ କେହି ତୁମ୍ଭକୁ 41 ପଦରେ କହୁଅଛନ୍ତି, ପୁଣି ଯେ କେହି ତୁମ୍ଭକୁ ପଶେଇ ଯିବା ପାଇଁ ବାଧ୍ୟ, 42ରେ 40ରେ ଲେଖା ଅଛି, କେହି ଯଦି ତୁମ୍ଭ ସହିତ ବିଚାର ସ୍ଥାନରେ ବିବାଦ କରେ, ତୁମ୍ଭର ଅଙ୍ଗରକା ନେବାକୁ ଇଚ୍ଛା କରେ, ତାହାକୁ ଚାଦର ମଧ୍ୟ ଦେଇଦିଅ। ଅର୍ଥାତ୍ ଏଇଟା ମଧ୍ୟ ଏକ୍ସଟ୍ରା ମାଇଲ, ମାନେ କିଏ ଛୋଟ ଜିନିଷ ଚାହିଁଲେ ମାଗିଲେ ତାକୁ ବଡ ଜିନିଷ ମଧ୍ୟ ଦେଇଦିଅ। କିଏ ଯଦି ତୁମ ଆମ୍ଭମାନଙ୍କ ଠାରେ ଧାର ଚାହିଁବ, ମତେ ଗୋଟେ 100 ଟଙ୍କା ଧାର ଦିଅ, ମୁଁ ଗୋଟେ ସପ୍ତାହ ପରେ ତୁମକୁ ଫେରେଇ ଦେବି। ଯଦି କିଏ ଯଦି କହିବ ଆମ୍ଭମାନଙ୍କ ପାଖରେ ଥିଲେ, କାହା ପାଖରେ ନଥିଲେ, ଆମ୍ଭେମାନେ କଣ କରିବା, ସେ 100 ଟଙ୍କା ଦେଇଦେବା, 100 ଟଙ୍କା ଦେଇଦେବା, ଆଉ ସେ ଫେରେଇବାକୁ ପଡିବ ନାହିଁ, ତୁମେ ରଖ, ତୁମେ ଖର୍ଚ୍ଚ କର, ତୁମ କାମରେ ଲଗାଅ, ଏମିତି କହିବା। ଏଇଟା ହଉଛି ଆମ୍ଭମାନଙ୍କର ଏକ୍ସଟ୍ରା ମାଇଲ ଯିବାର କଥା। 44 ଆଉ 45 ପଦରେ ଲେଖା ଅଛି, କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କର ଶତ୍ରୁ ମାନଙ୍କୁ ପ୍ରେମ କର, ପୁଣି ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। ପ୍ରଭୁ ଯୀଶୁ ଆମ୍ଭମାନଙ୍କୁ କହୁଅଛନ୍ତି ଯେ ଶତ୍ରୁ ମାନଙ୍କୁ ପ୍ରେମ କର। ଯେଉଁମାନେ ଆମ୍ଭମାନଙ୍କୁ ପ୍ରେମ କରନ୍ତି, ଆମ୍ଭେମାନେ ସେମାନଙ୍କୁ ପ୍ରେମ କରିଥାଉ। ଜଗତ ତାହା କରିଥାଏ, ସେମାନେ ପ୍ରେମ କରନ୍ତି, ସେମାନଙ୍କୁ ପ୍ରେମ କରିଥାଏ। କିନ୍ତୁ ପ୍ରଭୁ ଯୀଶୁ ଆମମାନଙ୍କୁ ଏକ୍ସଟ୍ରା ମାଇଲ ଯିବାକୁ କହୁଅଛନ୍ତି ଯେ ତୁମ୍ଭେମାନେ ଶତ୍ରୁ ମାନଙ୍କୁ ମଧ୍ୟ ପ୍ରେମ କର। ଏହା ଆମ୍ଭମାନଙ୍କ ପାଇଁ କଠିନ ବିଷୟ, କିନ୍ତୁ ଏହା ହିଁ ପ୍ରଭୁଙ୍କର ଇଚ୍ଛା ଯେ ଆମ୍ଭେମାନେ ତାହା କରୁ। ପୁଣି ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। ଜଗତ ଯେଉଁମାନଙ୍କୁ ତାଡ଼ନା କରନ୍ତି, ଜଗତ ସେମାନଙ୍କୁ କଣ କରେ, ଉଲ୍ଟା ତାଡ଼ନା କରେ, ସେମାନଙ୍କୁ ଅଭିଶାପ ଦିଏ। କିନ୍ତୁ ପ୍ରଭୁ ଆମ୍ଭମାନଙ୍କୁ କହୁଅଛନ୍ତି ସେମାନଙ୍କ ପାଇଁ ପ୍ରାର୍ଥନା କର। ଆଉ ଆମ୍ଭେମାନେ ଚେଷ୍ଟା କରିବା ଯେ ଆମ୍ଭମାନଙ୍କର
ଆମ୍ଭମାନଙ୍କୁ ତାଡ଼ନା ଦେବା ଲୋକମାନଙ୍କୁ ଆମ୍ଭେମାନେ ସେମାନଙ୍କ ପାଇଁ ପ୍ରାର୍ଥନା କରିବା। ଶତ୍ରୁକୁ ପ୍ରେମ କରିବା, ତାଡ଼ନାକାରୀଙ୍କୁ ପାଇଁ ପ୍ରାର୍ଥନା କରିବା। ଆମ୍ଭମାନଙ୍କ ପାଇଁ କଷ୍ଟ, ମୋ ପାଇଁ ତ କଷ୍ଟ, ମୁଁ ଚେଷ୍ଟା କରିପାରେନି, କିନ୍ତୁ ପ୍ରଭୁ ଅନୁଗ୍ରହ କରନ୍ତୁ ଯେ ଆମ୍ଭେମାନେ ସମସ୍ତେ ଏଇଟା ଅଭ୍ୟାସ କରିବା। ଆଉ 46 ପଦରେ ପ୍ରଭୁ କହୁଛନ୍ତି, ଆଉ ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି ସେମାନଙ୍କୁ ପ୍ରେମ କଲେ ତୁମ୍ଭମାନଙ୍କର କି ପୁରସ୍କାର? ପରଗ୍ରାହୀମାନେ ସୁଦ୍ଧା କି ତାହା କରନ୍ତି ନାହିଁ? ତ ଏକ୍ସଟ୍ରା ମାଇଲ ଆମ୍ଭମାନଙ୍କୁ ଯିବାକୁ ପଡ଼ିବ। ଯେତେ ଜଗତ ଯେତେଟା କରୁଛି ଆମ୍ଭେମାନେ ସେତିକିରୁ ରହିବା ନାହିଁ, ଆମ୍ଭେମାନେ ଆଉ ଟିକେ ବେଶୀ କରିବା। ଆମ୍ଭେମାନେ ଯଦି ପୁରାତନ ନିୟମରେ ଦେଖିବା, ଜଣେ ସିଦ୍ଧ ବ୍ୟକ୍ତିଙ୍କ ବିଷୟରେ, ତାହାର ନାମ ହେଉଛି ଯାକୁବ। ତାଙ୍କ ଭାଇମାନେ ତାଙ୍କୁ ଛୋଟ ବେଳାରେ ଯାକୁବଙ୍କର ସନ୍ତାନ 12ଟା ତାଙ୍କର ସନ୍ତାନ, ସେ ତାଙ୍କର ଚାରିଟା ସ୍ତ୍ରୀ, ସେ ଚାରିଟା ସ୍ତ୍ରୀରୁ ସେମାନେ 12 ଜଣ। ଆଉ ଯୋସେଫ କହୁଛନ୍ତି ରାହେଲଙ୍କର ସେ ବଡ଼ ସନ୍ତାନ, ଛୋଟ ହେଉଛି ବେଞ୍ଜାମିନ। ଆଉ ଯେହେତୁ ଯାକୁବ ରାହେଲଙ୍କୁ ପ୍ରେମ କରୁଥିଲେ, ତ ତାଙ୍କ ସନ୍ତାନ ମାନଙ୍କୁ ମଧ୍ୟ ଟିକେ ବେଶୀ ପ୍ରେମ କରୁଥିଲେ। ସେଥିପାଇଁ ତାଙ୍କ ଭାଇମାନେ ଯୋସେଫଙ୍କ ଉପରେ ଟିକେ ହିଂସା କରୁଥିଲେ। ଆଉ ସଦାପ୍ରଭୁ ଯୋସେଫଙ୍କୁ ବାଛିଲେ ଯେ ସେ ମିଶର ଦେଶକୁ ସେ ଅଗ୍ରଗାମୀ ହେବେ, ଆଉ ଇସ୍ରାଏଲ ଜାତି ପାଇଁ ଆଶୀର୍ବାଦ ସ୍ୱରୂପ ହେବେ, ଆଉ ନିଜ ଭାଇମାନଙ୍କ ଉପରେ ସେ ଶ୍ରେଷ୍ଠ ହେବେ। ଆଉ ସଦାପ୍ରଭୁ ତାଙ୍କୁ ସ୍ୱପ୍ନ ଦର୍ଶନ ଦେଲେ, ଆଉ ସ୍ୱପ୍ନ ଦର୍ଶନ କଥା ସେ ନିଜ ଭାଇମାନଙ୍କୁ କହିବାରୁ ଆଉ ବେଶୀ ସେମାନେ ତାହାଙ୍କୁ ଘୃଣା କଲେ। ଆଉ ଯେତେବେଳେ ଗୋଟେ ଦିନ ତାଙ୍କ ବାପା ସେମାନେ ମେଷ ଚରାଉଥିଲେ ଗୋଟେ ସ୍ଥାନରେ, ପ୍ରାନ୍ତରରେ ସେମାନଙ୍କୁ ଦେଖିବା ପାଇଁ ଯୋସେଫଙ୍କୁ ଯେତେବେଳେ ତାଙ୍କ ପିତା ଯାକୁବ ପଠେଇଲେ, ସେତେବେଳେ ଯୋସେଫ ତାଙ୍କ ଭାଇମାନଙ୍କ ପାଇଁ କିଛି ଖାଦ୍ୟ ନେଇ, ପାନୀୟ ନେଇ ସେମାନଙ୍କ ଠାରେ ପହଞ୍ଚୁଛନ୍ତି, ତ ସେମାନେ ଯୋସେଫଙ୍କୁ ମାରୁଛନ୍ତି, ସେ ଗାତରେ ପକାଉଛନ୍ତି, ଆଉ ତାଙ୍କୁ ମିଶର ମାନଙ୍କ ଠାରେ ବିକ୍ରି କରୁଛନ୍ତି ଗାତରୁ ତୁଳିକି। ଆଉ ସେ ମିଶର ଦେଶକୁ ଯାଇ, ଆଉ ସେଠି ସେ ସଦାପ୍ରଭୁ ତାଙ୍କୁ ତିଆରି କରୁଥିଲେ। ତ ଅନେକ ଦୁଃଖ କଷ୍ଟ ମଧ୍ୟରେ ମଧ୍ୟ ତାକୁ ଯିବାକୁ ପଡିଥିଲା। ଆଉ ଶେଷରେ ସେ ସ୍ୱପ୍ନର ଉତ୍ତର ଦେଇକି ସଦାପ୍ରଭୁ ତାହାଙ୍କୁ ରାଜାର ଦ୍ୱିତୀୟ ସ୍ଥାନରେ ପ୍ରଧାନମନ୍ତ୍ରୀ ସ୍ୱରୂପେ ତାଙ୍କୁ ନିଯୁକ୍ତ କରିଥିଲେ। ଆଉ ତାଙ୍କ ଭାଇମାନେ ଖାଦ୍ୟ ଆଣିବାକୁ ଯେତେବେଳେ ଦୁର୍ଭିକ୍ଷ ଥିଲା, ଖାଦ୍ୟ ଆଣିବାକୁ ଯାଇଥିଲେ, ସେତେବେଳେ ସେ ତାଙ୍କ ଭାଇମାନଙ୍କୁ ଚିହ୍ନିଲା, ଆଉ ତାଙ୍କ ଭାଇମାନଙ୍କୁ ଏବଂ ତାଙ୍କୁ ସେଇ ମିଶ୍ର ଦେଶକୁ ଆସିବାକୁ କହିଲା। ଆଉ ସେତେବେଳେ ସେମାନେ ଏଇଟା ଆମ୍ଭେମାନେ ଦେଖିପାରୁ ଯେ ଆଦି ପୁସ୍ତକ ତାର 50 ପର୍ବର 15ରୁ 21 ପଦରେ ଲେଖା ଅଛି ଯେ ସେଇଠି ସେମାନେ ଯାଇକି ରହିଲେ, ଆଉ ଯାକୁବ ସେମାନଙ୍କୁ ସମସ୍ତ ଆବଶ୍ୟକ ଆହାର ଯୋଗାଇଲେ। ଆଉ ଦିନେ ତା ବାବା ମରିଯାଉଛନ୍ତି, ଯାକୁବ ମରିଯାଉଛନ୍ତି, ସେତେବେଳେ ତାଙ୍କ ଭାଇମାନେ ଭାବୁଛନ୍ତି ଯେ ଯୋସେଫ ହୁଏତ ଆମ୍ଭମାନଙ୍କର କର୍ମର ପ୍ରତିଫଳ ନେବ, କାରଣ ଏବେ ତ ଆଉ ପିତା ନାହାନ୍ତି। ଏହା ଭାବି ସେମାନେ ଯୋସେଫଙ୍କ ନିକଟକୁ ଯାଇ, ଆଉ ଯୋସେଫଙ୍କୁ ମୁଣ୍ଡିଆ ମାରିକି ପ୍ରଣାମ କରୁଅଛନ୍ତି ଏବଂ କହୁଅଛନ୍ତି ଯେ ଆମ୍ଭମାନଙ୍କ ପିତା ମରିବା ଆଗରୁ କହିଥିଲେ ଯେ ଯୋସେଫ ତୁମ୍ଭମାନଙ୍କୁ ଯେମିତି କ୍ଷମା ଦେବ। ତ ଯୋସେଫ ଏଇ କଥା ଶୁଣି ସେ କାନ୍ଦୁଅଛନ୍ତି ଏବଂ ସେମାନଙ୍କୁ ସାନ୍ତ୍ୱନା ଦେଇକି ସୁନ୍ଦର ସୁନ୍ଦର ଭଲ ଭଲ କଥା କହୁଅଛନ୍ତି। ଆଉ ଏଠାରେ ଆମ୍ଭେ ଏଇ ଯୋସେଫଙ୍କ ପ୍ରତି ଯେ ତାଙ୍କ ଭାଇମାନଙ୍କର କେତେ ଅପବ୍ୟବହାର ଥିଲା, କେତେ ଘୃଣା କରୁଥିଲେ, ତାଙ୍କୁ ଯାତନା ତାଡ଼ନା ଦେଇଥିଲେ, ତଥାପି ଯୋସେଫ ସେ ସବୁ ଭୁଲି ଯାଇ
ସେ ଭାଇମାନଙ୍କୁ କ୍ଷମା କରିଅଛନ୍ତି, ପ୍ରେମ କରିଅଛନ୍ତି ଆଉ ସେମାନଙ୍କୁ ଆଶୀର୍ବାଦ କରିଅଛନ୍ତି, ସାହାଯ୍ୟ କରିଅଛନ୍ତି, କାରଣ ସେ ସଦାପ୍ରଭୁ ପରମେଶ୍ୱରଙ୍କୁ ଭୟ କରୁଥିଲେ। ଆଜି ଆମ୍ଭେମାନେ ଯେ ଶିକ୍ଷା ପାଉଛୁ, ପ୍ରଭୁ ଯୀଶୁ ଆମ୍ଭମାନଙ୍କୁ ଯେ ପର୍ବତ ଉପରକୁ ଶିକ୍ଷା ଦେଇଅଛନ୍ତି, ମାଥ୍ୟୁ 5, 6, 7 ଏବଂ ଲୁକରେ ମଧ୍ୟ ରହିଛି। ଏଇ ଶିକ୍ଷା କିନ୍ତୁ ଯୋସେଫ ଶିଖିନଥିଲେ, ଏଇଟା ଯୋସେଫଙ୍କର ଜଣା ନଥିଲା। କିନ୍ତୁ ତଥାପି ସଦାପ୍ରଭୁଙ୍କୁ ସେ ଏତ ପ୍ରେମ କରୁଥିଲେ, ସଦାପ୍ରଭୁଙ୍କ ଆତ୍ମାରୁ ପରିଚାଳିତ ହଉଥିଲେ, ସେଥିପାଇଁ ସଦାପ୍ରଭୁଙ୍କର ଗୁଣବଳୀ ତାର ମଧ୍ୟରେ ଥିଲା। ସେଥିପାଇଁ ସେ ତାଙ୍କ ଭାଇମାନଙ୍କୁ ସେ କଣ ପ୍ରକାର ସେ କଷ୍ଟ ଦେଇନି, କଣ ପ୍ରକାର ମାନେ ସେ ଶତ୍ରୁମାନଙ୍କୁ ଶତ୍ରୁ ପରି ତାଙ୍କ ଭାଇମାନେ ବ୍ୟବହାର କରିଥିଲେ ମଧ୍ୟ ସେ ସେମାନଙ୍କୁ ଦୟା କରିଅଛନ୍ତି, ପ୍ରେମ କରିଅଛନ୍ତି, ସାହାଯ୍ୟ କରିଅଛନ୍ତି ଆଉ ଈଶ୍ୱରଙ୍କର ଗୁଣାବଳୀ ଯୋସେଫ ମଧ୍ୟରେ ଦେଖାଯାଇଥିଲା। ଆଉ ଆମ୍ଭେମାନେ ମଧ୍ୟ ଚେଷ୍ଟା କରିବା ଯେ ଆମ୍ଭେମାନେ ମଧ୍ୟ ସଦାପ୍ରଭୁ ପରମେଶ୍ୱର ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେମିତି ସିଦ୍ଧ ସେମିତି ସିଦ୍ଧ ହେବାକୁ, କିନ୍ତୁ ଏହା ଏତେ ସହଜ ନୁହେଁ। ଯେମିତି ବାଇବଲରେ ଲେଖା ଅଛି ଯେ ତୁମେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର, ନିଜ ପରି ପ୍ରେମ କର। ଆମ ଏହି ସମସ୍ତ କଥା ଶୁଣିବାକୁ ସହଜ ଲାଗେ, କିନ୍ତୁ ପାଳନ କରିବାକୁ କିନ୍ତୁ ଅତି କଠିନ। କିଏ ନିଜ ପ୍ରତିବାସୀକୁ ନିଜ ପରି ପ୍ରେମ କରି ପାରିଛୁ? ଆଜି ଆମ୍ଭମାନଙ୍କ ମଧ୍ୟରେ ଯେତେ ଜଣ ଉପସ୍ଥିତ ଅଛୁ, ମୁଁ ତ କରିପାରିନି। ମୁଁ ଯେ ମୋ ପାଇଁ 1 କେଜି ମାଂସ ଆଣିଲେ ପ୍ରତିବାସୀ ପାଇଁ 1 କେଜି ମାଂସ ଆଣିପାରିନି। ମୁଁ ତାଙ୍କର ଅଭାବ ଅନାଟନରେ ମଧ୍ୟ ମୁଁ ସାହାଯ୍ୟ କରିବାକୁ ବେଳେବେଳେ ସକ୍ଷମ ହୋଇନି। ଆଉ ସଦାପ୍ରଭୁ ପରମେଶ୍ୱର ଆମ୍ଭମାନଙ୍କୁ ଅନୁଗ୍ରହ କରନ୍ତୁ। ଆମ୍ଭେମାନେ ଯେମିତି ସଦାପ୍ରଭୁଙ୍କ ସିଦ୍ଧ ବିଷୟ ଯେମିତି ଆମ୍ଭେମାନେ ଆଲୋଚନା କଲୁ, ସେଇଟା ମନେ ରଖିକି ଆମ୍ଭେମାନେ ସିଦ୍ଧ ହେବା ପାଇଁ ଚେଷ୍ଟା କରିବୁ। ଆମ୍ଭେମାନେ ଯଦି ବାଇବଲର ବୀର ପୁରୁଷ ବିଶ୍ୱାସୀ ବୀର ମାନଙ୍କ କଥା ଯଦି ଦେଖୁ, ଯେମିତି ଅବ୍ରାହମ, ମୂଷା, ପିତର, ପଉଲ, ଏମାନେ କିଏ ହେଲେ ସିଦ୍ଧ ଥିଲେ ନାହିଁ, କିନ୍ତୁ ସଦାପ୍ରଭୁ ସେମାନଙ୍କୁ ସାହାଯ୍ୟ କଲେ ଆଉ ସେମାନେ ସିଦ୍ଧ ହୋଇପାରିଲେ। ସେହିପରି ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଆମ୍ଭମାନଙ୍କୁ ସାହାଯ୍ୟ କରିବେ, ପ୍ରଭୁ ଯୀଶୁ ଆମ୍ଭମାନଙ୍କୁ ସାହାଯ୍ୟ କରିବେ। ଏବେ ଆମ୍ଭମାନଙ୍କ ମଧ୍ୟରେ ପବିତ୍ର ଆତ୍ମା ଅଛନ୍ତି, ପବିତ୍ର ଆତ୍ମା ଆମ୍ଭମାନଙ୍କୁ ସାହାଯ୍ୟ କରିବ ଆଉ ଆମ୍ଭେମାନେ ମଧ୍ୟ ସିଦ୍ଧ ହୋଇପାରିବା। ସଦାପ୍ରଭୁ ପିତା ପରମେଶ୍ୱରଙ୍କ ପରି ଏତେ ସିଦ୍ଧ ନ ହୋଇ ପାରିଲେ ମଧ୍ୟ ଜଗତରୁ ଟିକେ ଅଲଗା ହେବା, ଆମ୍ଭେମାନେ ଟିକେ ଏକ୍ସଟ୍ରା ମାଇଲ ଚାଲିବା, ଟିକେ ଆମ୍ଭେମାନେ ଅଧିକ କିଛି କରିବା, ଅଧିକ ପ୍ରେମ କରିବା, ଅଧିକ କ୍ଷମା କରିବା, ଅଧିକ ଦୟା କରିବା, ଅଧିକ ଆଶୀର୍ବାଦ କରିବା। ଜଗତ ଯେତେଟା କରୁଛି ତାଠୁ ଆଉ ଟିକେ ବେଶୀ କରିବା। ସଦାପ୍ରଭୁ ଆମ୍ଭମାନଙ୍କୁ ଅନୁଗ୍ରହ କରନ୍ତୁ। ଆମ୍ଭେମାନେ ଯେମିତି ଆଜିର ଶିକ୍ଷା ମନେ ରଖିପାରିବୁ ଏବଂ ପ୍ରଭୁ ଯୀଶୁଙ୍କର ଇଚ୍ଛା ଯେ ଆମ୍ଭେମାନେ ପିତା ପରମେଶ୍ୱରଙ୍କ ପରି ସିଦ୍ଧ ହଉ, ପ୍ରଭୁ ଯୀଶୁ ନିଜ ପରି ଆମ୍ଭମାନଙ୍କୁ ସିଦ୍ଧ କରିବାକୁ ଚାହୁଁଅଛନ୍ତି। ଆମ୍ଭେମାନେ ଯେମିତି ଚେଷ୍ଟା କରିବୁ ଏବଂ ସିଦ୍ଧ ତା ଜୀବନ ଯାପନ କରିପାରିବୁ। ଏହି ଅଳ୍ପ ଶିକ୍ଷାରେ ପ୍ରଭୁ ଆମ୍ଭ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।